ଓଡ଼ିଆ ସାହିତ୍ୟର ଜଣେ ବିଶିଷ୍ଟ ସାହିତ୍ୟିକ ହେଉଛନ୍ତି ଦୟାନିଧି ମିଶ୍ର। ଦୟାନିଧି ମିଶ୍ରଙ୍କ ସୃଜନକୁ ଦେଖିବାକୁ ଗଲେ ବହୁତ କମ୍ ସଂଖ୍ୟାର ରଚନା ହୋଇଥିଲେ ମଧ୍ୟ ତାଙ୍କର ରଚନା ଗୁଡ଼ିକ ଲୋକଲୋଚନକୁ ଆସିପାରିଛି। ସେ ଉପନ୍ୟାସ, କବିତା, ଗଳ୍ପ, ଶିଶୁ ସାହିତ୍ୟ ରଚନା କରିଛନ୍ତି। ଆଜିର ଆଲୋଚ୍ୟ ବିଷୟ ଦୟାନିଧି ମିଶ୍ରଙ୍କ ଗଳ୍ପ ସାହିତ୍ୟ। ପ୍ରଥମେ ଦୟାନିଧି ମିଶ୍ରଙ୍କ ଜନ୍ମ ସମ୍ପର୍କରେ ଜାଣିବା। ସେ 1891 ଜୁନ୍ ମାସ 20 ତାରିଖରେ ଜନ୍ମଗ୍ରହଣ କରିଥିଲେ। ସମ୍ବଲପୁର ଜିଲ୍ଲା ତୁଲୁଆଣ୍ଡି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ବାପାଙ୍କ ନାମ ଲୋକନାଥ ମିଶ୍ର, ମାଙ୍କ ନାମ କୁନ୍ତୀ ଦେବୀ। କଥା କଦମ୍ବ, ଯାହାକି ଦୟାନିଧି ମିଶ୍ରଙ୍କ ଗଳ୍ପ ସଂକଳନ, ଯାହା ଲୋକଲୋଚନକୁ ଆଣିପାରିଛନ୍ତି ଦୟାନିଧି ମିଶ୍ର ଏବଂ ଲୋକପ୍ରିୟତା ଅର୍ଜନ କରିପାରିଛନ୍ତି। ଏହା 1924ରେ ପ୍ରକାଶିତ। ଓଡ଼ିଆ ସାହିତ୍ୟରେ ତୃତୀୟ ଗଳ୍ପ ସଂକଳନ ଭାବରେ କଥା କଦମ୍ବ ପ୍ରକାଶ ପାଇଛି। ତେବେ ଓଡ଼ିଆ ସାହିତ୍ୟର ପ୍ରଥମ ଗଳ୍ପ ସଂକଳନ କ'ଣ? ଓଡ଼ିଆ ସାହିତ୍ୟର ପ୍ରଥମ ଗଳ୍ପ ସଂକଳନ ଚିତ୍ର, ଯାହା 1906 ମସିହାରେ ଚନ୍ଦ୍ରଶେଖର ନନ୍ଦଙ୍କ ଦ୍ୱାରା ପ୍ରକାଶିତ ହୋଇଛି। ଓଡ଼ିଆ ସାହିତ୍ୟର ଦ୍ୱିତୀୟ ଗଳ୍ପ ସଂକଳନ ଗଳ୍ପସ୍ୱଳ୍ପ, ଯାହାକି 1917 ମସିହାରେ ଫକୀରମୋହନ ସେନାପତିଙ୍କ ଦ୍ୱାରା ପ୍ରକାଶିତ ହୋଇଛି ଏବଂ 1924ରେ ଓଡ଼ିଆ ସାହିତ୍ୟର ତୃତୀୟ ଗଳ୍ପ ସଂକଳନ କଥା କଦମ୍ବ ଦୟାନିଧି ମିଶ୍ରଙ୍କ ଦ୍ୱାରା ପ୍ରକାଶିତ ହୋଇଛି। ସେହି କଥା କଦମ୍ବରେ ସଂକଳିତ ଗଳ୍ପଗୁଡ଼ିକ ହେଉଛି ମିଳନ, ଯାହାକି 1914 ଉତ୍କଳ ସାହିତ୍ୟ ପତ୍ରିକା, ଭୁଲ, ଅରୁଣା, ରୂପର ମୂଲ୍ୟ, ଶାନ୍ତି, ଆକର୍ଷଣ, ଅମରବାଣୀ, କଳିକାଳ ଟୋକାଙ୍କୁ ବଳ ନାହିଁ, ପ୍ରଦୀପ ନିର୍ବାଣ। ଏହିଭଳି ଭାବରେ 9ଟି ଗଳ୍ପ ସ୍ଥାନିତ ହୋଇଛି। ଦୟାନିଧି ମିଶ୍ରଙ୍କର ଶାନ୍ତି, ଅରୁଣା, ରୂପର ମୂଲ୍ୟ, ପ୍ରଦୀପ ନିର୍ବାଣ ଏଗୁଡ଼ିକ ହେଉଛି ଐତିହାସିକ ଗଳ୍ପ, ଇତିହାସର ପୃଷ୍ଠଭୂମି ଉପରେ ରଚିତ। ଶାନ୍ତି, ଅରୁଣା, ରୂପର ମୂଲ୍ୟ ଏହି ତିନିଟି ଗଳ୍ପରେ ଆମେ ମରହଟ୍ଟା ଶାସନ କଥା ଦେଖିବାକୁ ପାଇବା। ସେମାନଙ୍କର ଅତ୍ୟାଚାର, ଲୁଣ୍ଠନ ଏହି ତିନୋଟି ଗଳ୍ପରେ ପ୍ରକାଶ ପାଇଛି। ଏବଂ ପ୍ରଦୀପ ନିର୍ବାଣରେ କଳାପାହାଡ଼ ମୁକୁନ୍ଦଦେବଙ୍କ ଐତିହାସିକ ଚିତ୍ର ଏଠାରେ ବର୍ଣ୍ଣିତ ଅଛି। ତ ପ୍ରଥମେ ଆମେ ମିଳନ ଗଳ୍ପକୁ ଦେଖିବା। ମିଳନ ଦୟାନିଧି ମିଶ୍ରଙ୍କର ପ୍ରଥମ ଗଳ୍ପ, ଯାହାକି ସେ ତାଙ୍କର ଶ୍ରୀ ଛଦ୍ମ ନାମରେ ଏହାକୁ ଲେଖିଥିଲେ। ଏଥିରେ ଏହା ଉତ୍କଳ ସାହିତ୍ୟରେ ପ୍ରକାଶିତ। ବୀର ସୁରେନ୍ଦ୍ର ସାଏଙ୍କ କଥା ଏଠାରେ ବର୍ଣ୍ଣିତ ହୋଇଛି। କିପରି ଭାବରେ ସୁରେନ୍ଦ୍ର ସାଏ କାରାମୁକ୍ତ ହୋଇଛନ୍ତି, ଇଂରେଜ ସରକାରଙ୍କ ବିରୁଦ୍ଧରେ ସଂଗ୍ରାମ କରିଛନ୍ତି, ଏହି ବିଷୟରେ ଏଠାରେ ବର୍ଣ୍ଣିତ ହୋଇଛି। ଏହି ଗଳ୍ପର ନାୟକ ବସନ୍ତ କୁମାର ଏବଂ ନାୟିକା ସରୋଜିନୀ। ବସନ୍ତ କୁମାର ଓ ସରୋଜିନୀଙ୍କ ମଧ୍ୟରେ ପ୍ରେମ ହୋଇଛି। ସରୋଜିନୀ ଏକ କ୍ଷତ୍ରିୟ ପରିବାରର କନ୍ୟା। ସିଏ ଏହି ଯୁଦ୍ଧ ସମୟରେ ନିଜ ପ୍ରେମିକକୁ ଯୁଦ୍ଧକୁ ପଠାଇଛି। ଯେହେତୁ ସେ ଜଣେ କ୍ଷତ୍ରିୟର କନ୍ୟା ହୋଇଥିବାରୁ ଯୁଦ୍ଧକୁ ସେ ଭୟ କରିନାହିଁ। ବସନ୍ତ କୁମାର ଯୁଦ୍ଧକୁ ଯାଇଛନ୍ତି ଏବଂ ଯୁଦ୍ଧରେ ମଧ୍ୟ ଜୟଲାଭ କରିଛନ୍ତି। ପରିଶେଷରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଗଳ୍ପରେ ପ୍ରେମ, ଜାତୀୟତା, ସନ୍ନ୍ୟାସ ଏହି ଗଳ୍ପରେ ଦେଖିବାକୁ ମିଳିଛି। ଭୁଲ, ଏହା 1914 ମସିହାରେ ଉତ୍କଳ ସାହିତ୍ୟରେ ପ୍ରକାଶିତ। ଏହି ଗଳ୍ପର ମୁଖ୍ୟ କଥାବସ୍ତୁ ଯେ ନବ୍ୟ ଶିକ୍ଷିତ ଯୁବକମାନେ କେମିତି ସୁରା, ସାକି ପ୍ରତି ଆସକ୍ତ ହେଉଥିଲେ ତାହା କଥା ଏଠାରେ ବର୍ଣ୍ଣିତ ହୋଇଛି। ଏଠାରେ ଚରିତ୍ର ରହିଛନ୍ତି ହରି ଓ ଗୋପାଳ। ପାଶ୍ଚାତ୍ୟ ସଂସ୍କୃତିରେ ପ୍ରଭାବିତ ହୋଇ ସୁରା ଓ ସାକିରେ ମାତିଛନ୍ତି। ପରବର୍ତ୍ତୀ ସମୟରେ ନିଜ ନିଜର ଭୁଲକୁ ବୁଝିପାରିଛନ୍ତି। ଏହା ହେଉଛି ଭୁଲ ଗଳ୍ପର କଥାବସ୍ତୁ। ଅରୁଣା ଗଳ୍ପ, ଏହି ଗଳ୍ପ 1914ରେ ମୁକୁର ପତ୍ରିକାରେ ପ୍ରକାଶିତ। ଏହି ଗଳ୍ପଟି ଉପନ୍ୟାସ ଶୈଳୀରେ ରଚିତ, କାହିଁକି ନା ଏହି ଗଳ୍ପରେ
ପରିଚ୍ଛେଦ ରହିଛି। 4ଟି ପରିଚ୍ଛେଦ ରହିଛି, ଯେପରିକି ପ୍ରଥମ ପରିଚ୍ଛେଦର ନାମ ଶତ୍ରୁ ଶିବିର, ସଂକ୍ଷିପ୍ତ ପରିଚୟ, ପୃଥ୍ୱୀ ସିଂହ ମିଳନ। ତ ଏହା ଗୋଟିଏ ଐତିହାସିକ ଗଳ୍ପ। ଏହାର କଥାବସ୍ତୁକୁ ଦେଖିବା, ଏହି ଗଳ୍ପରେ ମଧ୍ୟ ପ୍ରେମକୁ ନେଇ ଗତିଶୀଳ ହୋଇଛି। ତ ମରହଟ୍ଟା ଶାସନ କଥା ଏଠାରେ ବର୍ଣ୍ଣିତ ହୋଇଛି। ମରହଟ୍ଟା ସେନାପତି ରଘୁଜୀ ରାୟଙ୍କ କନ୍ୟା ଅରୁଣା। ଅରୁଣା ହେଉଛି ଏହି ଗଳ୍ପର ନାୟିକା। ଅଭୟ ସିଂଙ୍କ ସେନାପତି ପୃଥ୍ୱୀ ସିଂହ। ଏହି ପୃଥ୍ୱୀ ସିଂହ ହେଉଛି ନାୟକ। ପୃଥ୍ୱୀ ସିଂହ ମରହଟ୍ଟାମାନଙ୍କୁ ପରାସ୍ତ କରି ଅରୁଣାକୁ ନେଇ ଆସିଛି। ମାତ୍ର ଅରୁଣା ପୃଥ୍ୱୀ ସିଂହକୁ ଘୃଣା କରିଛି। କିନ୍ତୁ କିଛି ଦିନ ପରେ ପୃଥ୍ୱୀ ସିଂହଙ୍କର ବୀରତ୍ୱ, ତାଙ୍କର ସମର କୌଶଳ ଓ ନାରୀ ପ୍ରତି ସମ୍ମାନବୋଧକୁ ଉପଲବ୍ଧ କରି ସେ ପୃଥ୍ୱୀ ସିଂହ ପ୍ରତି ଆସକ୍ତ ହୋଇଛି ଏବଂ ତାକୁ ଭଲ ପାଇଛି। ଶେଷରେ ଦୁଇ ଜଣଙ୍କର ମିଳନ ହୋଇଛି। ଏହା ହେଉଛି ଅରୁଣା ଗଳ୍ପର କଥାବସ୍ତୁ। ରୂପର ମୂଲ୍ୟ 1914 ମସିହା ମୁକୁର ପତ୍ରିକାରେ ପ୍ରକାଶିତ। ଏହି ଗଳ୍ପରେ ମରହଟ୍ଟାମାନଙ୍କ ଲୁଣ୍ଠନ, ଆକ୍ରମଣ ଓ ଅତ୍ୟାଚାରର କଥା ବର୍ଣ୍ଣିତ। ଏହି ଗଳ୍ପଟି ମଧ୍ୟ ଉପନ୍ୟାସ ଶୈଳୀରେ ରଚିତ। 4ଟି ପରିଚ୍ଛେଦ ରହିଛି। ପ୍ରଥମ ପରିଚ୍ଛେଦ ବିଦାୟ, ବିଶ୍ୱାସଘାତକ, କ୍ଷୁଦ୍ର ମେଘ, ଘୋର ଅନ୍ଧକାର। ଏହା ମଧ୍ୟ ଏକ ଐତିହାସିକ ଗଳ୍ପ। ଏଠାର ନାୟକ ହେଉଛନ୍ତି ପ୍ରସନ୍ନ କୁମାର, ନାୟିକା ବିମଳା ଆଉ ଖଳନାୟକ ପ୍ରତାପ ସିଂ। ଏହି ଗଳ୍ପର କଥାବସ୍ତୁ ହେଉଛି, ରାଜା ଜୟନ୍ତ ସିଂହଙ୍କର ସେନାପତି ହେଉଛନ୍ତି ବୀରେଶ୍ୱର ଏବଂ ତାଙ୍କର ପାଳିତ କନ୍ୟା ହେଉଛନ୍ତି ବିମଳା। ପାଳିତ ପୁତ୍ର ପ୍ରତାପ ସିଂହ। ପ୍ରତାପ ସିଂହଙ୍କର ବିମଳା ପ୍ରତି ଖରାପ ଦୃଷ୍ଟି ରହିଛି, କିନ୍ତୁ ବିମଳା ତାକୁ ଭାଇ ଭାବରେ ମାନିଛି। ବିମଳା ଭଲ ପାଇଛି ପ୍ରସନ୍ନ କୁମାରକୁ, କିନ୍ତୁ ପରବର୍ତ୍ତୀ ସମୟରେ ପ୍ରତାପ ସିଂହଙ୍କ ଚକ୍ରାନ୍ତ ଦ୍ୱାରା ନାୟିକା ବିମଳା ଏବଂ ନାୟକ ପ୍ରସନ୍ନ କୁମାରଙ୍କର ମୃତ୍ୟୁ ହୋଇଛି। ଏହା ହେଉଛି ରୂପର ମୂଲ୍ୟ ଗଳ୍ପର କଥାବସ୍ତୁ। ଶାନ୍ତି 1914 ମସିହା ମୁକୁର ପତ୍ରିକାରେ ପ୍ରକାଶିତ। ଏହା ମଧ୍ୟ ଗୋଟିଏ ଐତିହାସିକ ଗଳ୍ପ। ଏହି ଗଳ୍ପଟିରେ 4ଟି ପରିଚ୍ଛେଦ ବିଭକ୍ତ ହୋଇଛି, ଯଥା କ୍ଷୀଣ ଆଲୋକ, ତୈଳ ସଂଯୋଗ, ବାଳିକା, ପୂର୍ଣ୍ଣପ୍ରଭା। ଏହିପରି ଭାବରେ 4ଟି ପରିଚ୍ଛେଦ ରହିଛି। ତ ଏହି ଗଳ୍ପରେ ସମ୍ବଲପୁରର ରାଜା ଅଭୟ ସିଂ ଓ ତାଙ୍କର ପୁତ୍ର ଅଜୟ ସିଂଙ୍କର ବୀରତ୍ୱ ଓ ମରହଟ୍ଟାମାନଙ୍କ ପ୍ରତି କଠୋର ଦଣ୍ଡ ବିଧାନ ବିଷୟରେ ଉଲ୍ଲେଖ ହୋଇଛି। ଏଠାରେ ନାୟିକା ହେଉଛି ଶାନ୍ତି। ଅଜିତ ସିଂ ଓ ଶାନ୍ତିଙ୍କର ପ୍ରେମ ହୋଇଛି। ଯେତେବେଳେ ଅଜିତ ସିଂ ଶାନ୍ତି ପାଖରେ ଅଛନ୍ତି, ଶାନ୍ତି ନିଜକୁ ବହୁତ ଆନନ୍ଦିତ ମନେ କରିଛି। କିନ୍ତୁ ଯେତେବେଳେ ବିବାହ ପ୍ରସ୍ତାବ ଦେଇସାରି ଅଜିତ ସିଂ ଶାନ୍ତି ପାଖରୁ ଫେରି ଆସିଛନ୍ତି, ଶାନ୍ତି ଯନ୍ତ୍ରଣା ପାଇଛି। ଅଜିତ ସିଂଙ୍କୁ ଝୁରିଛି। ଶେଷରେ ଶାନ୍ତି ମରହଟ୍ଟାମାନଙ୍କ ଦ୍ୱାରା ଆକ୍ରାନ୍ତ ହୋଇଛି। ସେହି ସମୟରେ ଅଜିତ ସିଂ ଆସି ଶାନ୍ତିକୁ ରକ୍ଷା କରିଛନ୍ତି। ତ ଶେଷ ଏଠି ପରିଣତି ମିଳନରେ ହିଁ ହୋଇଛି। ଏହା ହେଉଛି ଶାନ୍ତି ଗଳ୍ପ। ଆକର୍ଷଣ 1915 ଉତ୍କଳ ସାହିତ୍ୟ ପତ୍ରିକାରେ ପ୍ରକାଶିତ। ନାୟକ ବିନୋଦ, ନାୟିକା କମଳା। ନାୟକ ବିନୋଦ ଓ ନାୟିକା କମଳା ପିଲାଦିନରୁ ପରସ୍ପର ପ୍ରତି ଆକୃଷ୍ଟ। ଯେତେବେଳେ ସେମାନେ ବଡ଼ ହୋଇଛନ୍ତି, ଦୁଇ ଜଣଙ୍କ ମଧ୍ୟରେ ଭଲ ପାଇବା ଆସିଛି। ବାପା ମା ସେମାନଙ୍କ ଭଲ ପାଇବାକୁ ସ୍ୱୀକୃତି ଦେଇନାହାନ୍ତି, ପ୍ରତିରୋଧ କରିଛନ୍ତି ଏବଂ ଦୂରେଇ ରହିଛନ୍ତି ଦୁଇ ଜଣ। ଶେଷ ପରିଣତି କମଳାର ମୃତ୍ୟୁ ହୋଇଯାଇଛି। ଏହି ଗଳ୍ପରେ ସ୍ୱର୍ଗୀୟ ପ୍ରେମର କଥାଟି ବର୍ଣ୍ଣିତ ହୋଇଛି। ଅମରବାଣୀ ଗାଳ୍ପିକ ଏହି ଗଳ୍ପଟିକୁ ପ୍ରବନ୍ଧ ଶୈଳୀରେ ରଚନା କରିଛନ୍ତି। ଏଠାରେ ବିଭିନ୍ନ ଲେଖକମାନଙ୍କର କଥା ବର୍ଣ୍ଣିତ ହୋଇଛି। ପରବର୍ତ୍ତୀ ଗଳ୍ପ
କଳି କାଳ ଟୋକାଙ୍କୁ ବଳ ନାହିଁ। 1915 ମସିହା ଉତ୍କଳ ସାହିତ୍ୟରେ ଏହି ଗଳ୍ପ ପ୍ରକାଶିତ। ଏହା ଏକ ସଂସ୍କାର ଧର୍ମୀ ଗଳ୍ପ। ବୃଦ୍ଧ ବିବାହକୁ ଏଠାରେ ବିରୋଧ କରାଯାଇଛି ଏବଂ ବିଧବା ବିବାହକୁ ସମର୍ଥନ କରାଯାଇଛି। ବୃଦ୍ଧ ବା ବୁଢ଼ା ଲୋକମାନେ କମ୍ ବୟସର କନ୍ୟାକୁ ବିବାହ କରୁଥିଲେ, ଯାହାଫଳରେ ଖୁବ୍ କମ୍ ବୟସର କନ୍ୟା ଖୁବ୍ ଶୀଘ୍ର ବିଧବା ହେଉଥିଲେ। ଯଦି ଗୋଟିଏ ପୁରୁଷ ଅସଂଖ୍ୟ ବିବାହ କରିପାରିବ, ତେବେ ଗୋଟିଏ ନାରୀ କାହିଁକି ପାରିବ ନାହିଁ? ଏହା ହେଉଛି ତେଣୁ ବିଧବା ବିବାହକୁ ସମର୍ଥନ ଏହି ଗଳ୍ପରେ କରାଯାଇଛି। ଏହା ହେଉଛି କଳିକାଳ ଟୋକାଙ୍କୁ ବଳ ନାହିଁ ଗଳ୍ପର କଥାବସ୍ତୁ। ପରବର୍ତ୍ତୀ ଗଳ୍ପ ପ୍ରଦୀପ ନିର୍ବାଣ, 1920 ମସିହା ଉତ୍କଳ ସାହିତ୍ୟରେ ପ୍ରକାଶିତ। ଏହି ଗଳ୍ପରେ ମୁଖ୍ୟ କଥାବସ୍ତୁ କଳାପାହାଡ଼ର ଓଡ଼ିଶା ଆକ୍ରମଣ। ମୁକୁନ୍ଦ ଦେବଙ୍କ ବୀରତ୍ୱ ଏବଂ ତାଙ୍କର ସମର କୌଶଳ ଓ ଜାତୀୟତା କଥା ଏଠାରେ ବର୍ଣ୍ଣିତ ହୋଇଛି। ଏହାର ଏହି ଗଳ୍ପର ବିଷୟବସ୍ତୁକୁ ଯଦି ଆମେ ଦେଖିବା, କଳାପାହାଡ଼ ଯିଏକି ପ୍ରଥମରୁ ଜଣେ ଧାର୍ମିକ ଲୋକ ଥିଲେ, ପ୍ରଥମରୁ ଜଣେ ନୈଷ୍ଠିକ ବ୍ରାହ୍ମଣ ଥିଲେ ପ୍ରଥମରୁ, କିନ୍ତୁ ସମୟର ପରିବର୍ତ୍ତନ ପାଇଁ ସେ ମୁସଲମାନ ସଲେମାନଙ୍କ ସେନାପତି ହୋଇଛନ୍ତି। ପରବର୍ତ୍ତୀ ସମୟରେ ନିଜର ଭୁଲକୁ ସେ ବୁଝିପାରିଛନ୍ତି ଆଉ ନିଜ ଧର୍ମ ପରିବର୍ତ୍ତନ କରିବା ପାଇଁ ମୁକୁନ୍ଦ ଦେବଙ୍କ ପାଖକୁ ଆସିଛନ୍ତି। ମାତ୍ର ସେଠାରେ ରାଣୀଙ୍କୁ ଦେଖି ତାଙ୍କ ଉପରେ ତାଙ୍କର ଲୋଲୁପ ଦୃଷ୍ଟି ପଡ଼ିଛି। ରାଣୀକୁ କିପରି ନିଜର କରିବେ ସେ ଇଚ୍ଛା କରିଛନ୍ତି। ସେ ଯେଉଁ ଧର୍ମ ପରିବର୍ତ୍ତନ କରିବା ପାଇଁ ମୁକୁନ୍ଦ ଦେବଙ୍କ ପାଖକୁ ଆସିଥିଲେ, ତାହା ନକରି ବରଂ ସେ ରାଜାଙ୍କୁ ଯୁଦ୍ଧ କରିବା ପାଇଁ ଆହ୍ୱାନ ଦେଇଯାଇଛନ୍ତି। ପରବର୍ତ୍ତୀ ସମୟରେ ସୁଲେମାନଙ୍କ ଅନୁମତି କ୍ରମେ ମୁକୁନ୍ଦ ଦେବ ଓଡ଼ିଶା ଆକ୍ରମଣ କରିଛନ୍ତି। ମୁକୁନ୍ଦ ଦେବ ଏହି ଯୁଦ୍ଧରେ ହାରିଯାଇଛନ୍ତି ଏବଂ କଳାପାହାଡ଼ ବିଜୟ ଲାଭ କରିଛି। ରାଣୀ ଓ ସାଥୀ କିଛି ତାଙ୍କର ସହଯୋଗୀ ବୈତରଣୀ ନଦୀରେ ଝାସ ଦେଇଛନ୍ତି। ଏହା ଥିଲା ଦୟାନିଧି ମିଶ୍ରଙ୍କର ଗଳ୍ପ।